ପାଟଣା କେନ୍ଦୁଇପୋଷି ରାସ୍ତାର ଖୁଣ୍ଟାପଡ଼ା ନିକଟରେ ଏକ ବାଇକଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଗାଲଫୁଲା ଗ୍ରାମର କନ୍ଦର୍ପ ନାୟକ ବୟସ 40 ଓ ଜଟିଆ ନାୟକ ବୟସ 21 ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ ଉଭୟ ଗାଲଫୁଲା ଗ୍ରାମରୁ କେନ୍ଦୁଝର ଅଭିମୁଖେ ବାଇକରେ ଯାତ୍ରା କରୁଥିବା ବେଳେ ଦ୍ରୁତ ଗତି ଯୋଗୁଁ ଚାଳକ ବାଇକର ଭାରସାମ୍ୟ ହରାଇଥିଲା, ଯାହା ଫଳରେ ବାଇକଟି ରାସ୍ତା କଡ଼ରେ ଥିବା ସୁରକ୍ଷା ବାଡ଼ରେ ପିଟି ହୋଇଥିଲା। ଦୁର୍ଘଟଣାରେ କନ୍ଦର୍ପ ନାୟକ ମୁହଁରେ ଗଭୀର ଆଘାତ ଲାଗିଥିବା ସହ ତାଙ୍କର କିଛି ଦାନ୍ତ ଉପୁଡ଼ି ଯାଇଥିବାରୁ ସେ ଅଧିକ ଗୁରୁତର ହୋଇଛନ୍ତି। ଅନ୍ୟ ପକ୍ଷରେ ଜଟିଆ ନାୟକ ରାସ୍ତାରେ କଚାଡ଼ି ହୋଇ ପଡ଼ିଥିବାରୁ ସେ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ପ୍ରଥମେ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। କେନ୍ଦୁଝର ଜିଲ୍ଲା ପ୍ରତିନିଧି ଦଶରଥ ବାରିଙ୍କ ରିପୋର୍ଟ, ସଠିକ୍ ନ୍ୟୁଜ।